ହ୍ୟାଲୋ ପିଲାମାନେ, ଆଜିର ଏଇ ଗଣିତ କ୍ଲାସକୁ ସମସ୍ତଙ୍କୁ ସ୍ୱାଗତ। ତ ପିଲାମାନେ, ଆଜି ଆମେ ଆଲୋଚନା କରିବା ଅଷ୍ଟମ ଶ୍ରେଣୀର ଯୋଉ ନୂଆ ଗଣିତ ବହି ରହିଛି ତାହାର ପ୍ରଥମ ଅଧ୍ୟାୟ ବର୍ଗ ଓ ଘନ ବିଷୟରେ ଆଲୋଚନା କରିବା। ତ ପିଲାମାନେ, ଡେରି ନ କରି କ୍ଲାସକୁ ଆମେ ଆରମ୍ଭ କରିବା। ହଁ, ଆଉ ଯୋଉମାନେ ମଧ୍ୟ ଆମର ଏଇ ଚ୍ୟାନେଲକୁ ନୂଆ ଆସୁଛନ୍ତି ସେମାନଙ୍କୁ ଅନୁରୋଧ ଯେ ସେମାନେ ସବସ୍କ୍ରାଇବ କରିନେବ ଏବଂ ଆଉ ଭିଡ଼ିଓ ଯଦି ଭଲ ଲାଗେ ଲାଇକ୍ ଆଉ ସେୟାର ବି କରିନେବ। ତେଣୁ ପିଲେ, ଡେରି ନ କରି ଆମେ ଆଜିର ଏଇ କ୍ଲାସକୁ ଆରମ୍ଭ କରିବା। ତ ଆମେ ପ୍ରଥମେ କ'ଣ ପଢ଼ିବା ପିଲାମାନେ ଏଇ କ୍ଲାସରେ? ନା ପ୍ରଥମେ ଆଜି ଆମେ ଜାଣିବା ବର୍ଗ କ'ଣ ବା ବର୍ଗ କାହାକୁ କହିବା ଏବଂ କେତେ ଗୁଡ଼ିଏ ସଂଖ୍ୟାର ଆମେ ବର୍ଗ ମଧ୍ୟ ବାହାର କରିବା ଜାଣିବା। ତ ଡେରି ନ କରି ପିଲେ କ୍ଲାସକୁ ଆରମ୍ଭ କରିବା। ଦେଖ, ତ ପ୍ରଥମେ ପିଲାମାନେ ତୁମେ ଗୋଟିଏ ଘଟଣା ବିଷୟରେ ଜାଣିବ, ଯାହାକି ଏଠି ଗୋଟେ ଘଟଣା ରହିଛି, ସେଇଟାକୁ ପଢିଲେ ତୁମମାନେ ଜାଣିପାରିବ କ'ଣ ସେଇ ଘଟଣା କଥା ଏଠି କୁହାଯାଇଛି। ଆମେ ଡାଇରେକ୍ଟ ଏଟାକୁ ନ ପଢି ଆମେ ସିଧା ଯିବା ବର୍ଗ କାହାକୁ କୁହାଯାଏ। ତ ପିଲାମାନେ, ପ୍ରଥମେ ଆମେ ବର୍ଗର ଡେଫିନେସନ କଥା ବୁଝିବା। ଦେଖ, ତ ପିଲାମାନେ ତୁମେ ଜାଣିଛ ଆମର ଗଣିତରେ ବା ବ୍ୟବହାର ଦୃଷ୍ଟିରେ ସଂଖ୍ୟା ବହୁତ ଗୁଡ଼ିଏ ରହିଛି। ଯୁଗ୍ମ ସଂଖ୍ୟା ରହିଛି, ଅଯୁଗ୍ମ ସଂଖ୍ୟା ରହିଛି ନା ନାହିଁ? ତ ଦେଖ, ଆମେ ପ୍ରଥମେ ଆଜି ପଢିବା ବର୍ଗ କାହାକୁ କହିବା। ଦେଖ, କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣିଲେ ଯୋଉ ଗୁଣଫଳ ତୁମକୁ ମିଳିବ ସେଇ ଗୁଣଫଳକୁ ହିଁ ଆମେ ସେଇ ସଂଖ୍ୟାର ବର୍ଗ ବା ଏକ ବର୍ଗ ସଂଖ୍ୟା ବୋଲି କୁହାଯାଏ। ବୁଝୁଛି ପିଲାମାନେ? କ'ଣ କୌଣସି ସଂଖ୍ୟାକୁ ସେଇ ସଂଖ୍ୟା ଦ୍ୱାରା ଗୁଣିଲେ, ଧରିନିଅ ଆମେ ଗୋଟେ ଉଦାହରଣ ଧରିନେବା, ଏଇଟା ତାର ଡେଫିନେସନ ପିଲି। ତ ବର୍ଗ କାହାକୁ କୁହାଯାଏ ପଚାରିଲେ ତୁମମାନେ କ'ଣ କହିବ? କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣିଲେ ଯୋଉ ଗୁଣଫଳ ଆମକୁ ମିଳିବ ସେଇ ସଂଖ୍ୟାର ସିଏ ଗୋଟେ ବର୍ଗ ହବ ବା ବର୍ଗ ସଂଖ୍ୟା ବୋଲି ତାକୁ କୁହାଯାଏ। ଧରିନିଅ ଗୋଟିଏ ସଂଖ୍ୟା ମୁଁ ନେଲି 6, ହେଲେ ସେଇ ସଂଖ୍ୟାକୁ ପୁଣି ଥରେ ସେଇ ସଂଖ୍ୟା ଦ୍ୱାରା ଗୁଣନ କର, ପୁଣି ଥରେ 6କୁ 6ରେ ହିଁ ଗୁଣନ କର। ତ 6କୁ ଯେତେବେଳେ ଆମେ 6 ସହିତ ଗୁଣନ କରିବା ଆମେ ଗୋଟେ ସଂଖ୍ୟା ପାଇବା, ସେ ହେଉଛି 36। ବୁଝୁଛି ପିଲାମାନେ? ତାହେଲେ ଏଇ ଯୋଉ 6କୁ 6 ଦ୍ୱାରା ଗୁଣନ କଲା ପରେ ଆମେ ଯେଉଁ ସଂଖ୍ୟାଟି ପାଇଲେ ଏ ସଂଖ୍ୟାଟି ହିଁ ହେଉଛି ବର୍ଗ ସଂଖ୍ୟା। ଆକୁ ଆମେ ବର୍ଗ ସଂଖ୍ୟା କୁହାଯାଏ। ବୁଝୁଛି ପିଲେ? ତାହେଲେ ସେ ବର୍ଗ ସଂଖ୍ୟା କେମିତି ବାହାରିଲା? ଦିଟା ସମାନ ସଂଖ୍ୟକ ସଂଖ୍ୟାକୁ ଗୁଣିବା ଦ୍ୱାରା। ତ ଆକୁ ଆମେ ପଢିବା କେମିତି? ତ ଆକୁ ଆମେ ପଢିଲେ ଏମିତି ପଢିବା, 6ର ବର୍ଗ ଅର୍ଥ ଏମିତି ସଂଖ୍ୟା ଲେଖି ତା ଉପରେ 2 ଲେଖିବ, ତାକୁ 6ର ବର୍ଗ ବା 6ର ସ୍କ୍ୱେର ବୋଲି ପଢାଯାଏ। ବୁଝୁଛି ପିଲାମାନେ? କ'ଣ ପଢିବ? 6ର ସ୍କ୍ୱେର, ଯେ କି 36। ବୁଝିପାରିଲ ପିଲାମାନେ? ଏବେ ତୁମକୁ ଯେକୌଣସି ଗୋଟେ ସଂଖ୍ୟାର ବର୍ଗ ପଚାରିଲେ ତୁମେ ଅତି ସହଜରେ ସେଇ ସଂଖ୍ୟାକୁ ସେଇ ସଂଖ୍ୟା ସହିତ ହିଁ ଗୁଣି ତମେ ସେ ବର୍ଗ ସଂଖ୍ୟାଟିକୁ କହିପାରିବ। ବୁଝୁଛି ପିଲାମାନେ ନା ନାହିଁ? ତେବେ ଆଗକୁ ବଢିବା। ଦେଖ, କେବଳ ବର୍ଗ ସଂଖ୍ୟା ଗୁଡ଼ିକର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ, କାରଣ ସେମାନଙ୍କର ପ୍ରତ୍ୟେକର ଏକ ଗୁଣନୀୟକ ଥାଏ ଯାହାର ବର୍ଗ ସେଇ ସଂଖ୍ୟା ସହ ସମାନ ହୁଏ। ତେଣୁ ଯେଉଁ ଲକରର ସଂଖ୍ୟା ଏକ ବର୍ଗ ସଂଖ୍ୟା ତାହା ଖୋଲା ରହିବ। ଆଚ୍ଛା, ଏଇ ଯୋଉ ଉପର ଗୋଟେ ଘଟଣା ରହିଛି ତା ବିଷୟରେ କହିଛି। ତ ପିଲାମାନେ, ତୁମେ ତ ଜାଣିଛ କିଛି ସଂଖ୍ୟା ମାନଙ୍କର ଗୁଣନୀୟକ ବିଷୟରେ ତୁମେ ପଞ୍ଚମ ଶ୍ରେଣୀ ଷଷ୍ଠ ଶ୍ରେଣୀ ଗୁଡାକରେ ପଢିଛ ଯେ କିଛି ସଂଖ୍ୟାର ଗୁଣନୀୟକ ଥାଏ। ହେଲେ ଯିଏ ବର୍ଗ ସଂଖ୍ୟା ପିଲେ ହେଇଥିବ ତାର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ। କେମିତି? ଦେଖ, ଗୋଟେ ଉଦାହରଣ ନେବା। ଆମେ ବି ପଢିଲେ 36 ଗୋଟେ କ'ଣ ବର୍ଗ ସଂଖ୍ୟା।
ତାହେଲେ ଆର ଗୁଣନୀୟକ ଗୁଡାକ ଆମେ ଦେଖିବା କଣ କଣ ହେଇପାରେ। 1 ହେଇପାରେ ନା ନାଇଁ, ଆଉ କଣ ହେଇପାରେ? 3 ହେଇପାରେ ନା ନାଇଁ, ଆଉ କଣ ହେଇପାରେ? 1 ହେଇପାରେ, 3 ହେଇପାରେ, 12 36 ହେଲା, ଆଉ କଣ ହେଇପାରିବ କି? 4 ନୂଆ 36 ବି ଅଛି, 4 ବି ହେଇପାରେ। କୋଉ କୋଉ ପଣିକିଆରେ ଯାଉଛି, ସିଏ ହିଁ ତାର ଗୁଣନୀୟକ ନା। 1 3 4, ଆଉ କଣ ହେଇପାରିବ କୁହ? 9 9 ଚଉକୁ 36, 4 ନୂଆ 36, ଆଉ କଣ ହେଇପାରେ? ସରି 6 ଗୋଟେ ରହିଗଲା, 6 6 ପଣିକିଆରେ ଅଛି 36, 7 କରି ନାହିଁ, 8 କରି ନାହିଁ, 8 ଚଉକୁ 32 ଅଛି, ତେଣୁ 9 ଚଉକୁ 36 ତ 9 ହବ। ନା ନାଇଁ ପିଲେ, ତେଣୁ 1 3 4 6 9, ଆଉ କଣ ହେଇପାରିବ କୁହ ପିଲାମାନେ? 10 କରି ନାହିଁ, 11 କରି ନାହିଁ, 12 କରି ନାହିଁ, ହଁ 12 3 36, ତାହେଲେ 12 ହବ। ଆଉ କଣ ହବ କି? ନା, ତାହେଲେ ଶେଷରେ ଆଉ ରହିଲା କିଏ? 36 ନିଜେ। ତ ତୁମମାନେ ଜାଣିଛ ଯେ ଯେକୌଣସି ଗୋଟେ ଆମେ ସଂଖ୍ୟାର ଗୁଣନୀୟକ ବାହାର କରୁଛେ, ସେ ପ୍ରତ୍ୟେକ ସଂଖ୍ୟାର 1 ଆଉ ସିଏ ନିଜେ ନିଜର ଗୋଟେ ଗୁଣନୀୟକ ଥାଏ, ହଁ ନା ନାଇଁ ପିଲାମାନେ? ଏଇଟା ତ ସବୁ ସଂଖ୍ୟା ପାଇଁ ସମାନ। ତମେ ଯେକୌଣସି ଗୋଟେ ସଂଖ୍ୟାର ଗୁଣନୀୟକ ବାହାର କରୁଛ, ତ ତାର 1 ଗୋଟେ ଗୁଣନୀୟକ ହେବା ନିଶ୍ଚିତ, ଏବଂ ତା ସହିତ ନିଜେ ନିଜର ଗୋଟେ ଗୁଣନୀୟକ ହେଇଥାଏ। ତ ପିଲାମାନେ ଗଣିଲ ଆର ଗୁଣନ ସଂଖ୍ୟା କି ସଂଖ୍ୟା, ଏଇ ଆର ଗୁଣନୀୟକ ଗୁଡାକ କଣ କେତୋଟି ହେଲା? 1 2 3 4 5 6 7, ଦେଖ ତ 7 ତ କେତୋଟି ଆସୁଛି ବୋଲି 7, ତାହେଲେ କୁହ 7 ଗୋଟେ କଣ ଅଟେ? ଅଯୁଗ୍ମ ସଂଖ୍ୟା ଅଟେ। ତ ଏଥର କଣ ବୁଝିଲ ପିଲାମାନେ? ଯେଉଁ ସଂଖ୍ୟାର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ, ସିଏ ଗୋଟେ ବର୍ଗ ସଂଖ୍ୟା ହେଇଥିବ। ବୁଝି ହଉଛି ପିଲାମାନେ? ତେଣୁ ତେଣୁ 36 ଗୋଟେ ବର୍ଗ ସଂଖ୍ୟା, 25 ଗୋଟେ ବର୍ଗ ସଂଖ୍ୟା। ବୁଝି ହଉଛି ପିଲାମାନେ? ଯଦି 25 କଥା ଦେଖିବା, ଦେଖ ପିଲେ 25 ର ଗୁଣନୀୟକ କଣ ହବ? 1 ହବ, 5 ହବ, ଆଉ କଣ ହବ? ଆଉ କଣ ହେଇପାରିବ କହିଲ? 6 ରେ ତ ନାହିଁ, 7 ରେ ତ ନାହିଁ, 8 ରେ ତ ନାହିଁ, 10 କରି ପଣିକିଆରେ ବି ତ 25 ନାହିଁ, ହେଲା କୋଉଠି ନାହିଁ? 25 ହିଁ ଅଛି। ତାହେଲେ ଦେଖ କେତୋଟି ପାଇଲ? 3ଟି, ତ 3 ବି ତ ଗୋଟେ ଅଯୁଗ୍ମ ସଂଖ୍ୟା ନା, ତେଣୁ 25 ଗୋଟେ ବର୍ଗ ସଂଖ୍ୟା ହେଲା। କାହିଁକି ନା 5 ର ବର୍ଗ ହଉଛି କିଏ? 25। ବୁଝୁଛି ପିଲାମାନେ? ତ ତୁମକୁ 1 ଠାରୁ 25 ବା 30 ପର୍ଯ୍ୟନ୍ତ ବର୍ଗ ଘୋଷିକି ମନେ ରଖିବାକୁ ପଡିବ ପିଲାମାନେ, ତୁମେ ସହଜରେ କାଢି ପାରିବ, ହେଲା। ତେଣୁ ଟିକେ ବର୍ଗ ସଂଖ୍ୟା ବିଷୟରେ ଆଲୋଚନା କରିବା। ଦେଖ ପିଲାମାନେ, ସେ କହିଲା 1 4 9 16 ଭଳି ସଂଖ୍ୟା ଗୁଡିକୁ କାହିଁକି ବର୍ଗ ସଂଖ୍ୟା କୁହାଯାଏ? କାହିଁକି ପିଲା ଆମେ ଆକୁ ବର୍ଗ ସଂଖ୍ୟା କହିବା? ଆମେ ଜାଣୁ ଏକ ବର୍ଗରେ, ଏକ ବର୍ଗ ଅର୍ଥ କଣ? ଦେଖ, ଏକ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ। ତୁମେ ଜାଣିଛ ଗୋଟେ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଆମେ କେମିତି ପାଉଛେ? ତାର ବାହୁ ସଂଖ୍ୟା, ବାହୁକୁ ବା ବାହୁର ଦୈର୍ଘ୍ୟକୁ ଆମେ 2 ଥର ଗୁଣିବାକୁ ପଡୁଛି। ତେଣୁ ଯେ ଥିବା ମୋଟ ବର୍ଗ ଏକକର ସଂଖ୍ୟା ଏହାର ବାହୁଦ୍ୱୟର ଗୁଣଫଳ ଅଟେ, ନା ନାଇଁ? ତାକୁ ହିଁ ବର୍ଗ କହିବା। ଧରିନିଅ ଏଠି ଗୋଟେ ସାରଣୀ ଦେଇଛି, ଗୋଟିଏ ଘର। ଏଠି ଯଦି ଗୋଟିଏ ବର୍ଗ ଚିତ୍ରକୁ ଦେଖିବା, ତାର ଦୈର୍ଘ୍ୟ ହଉଛି 1 ଏକକ, ଏପଟେ ମଧ୍ୟ 1 ଏକକ, ତାହେଲେ ଏଇ ଘରର କ୍ଷେତ୍ରଫଳ କେତେ ଆସିବ? 1 × 1 1 ବର୍ଗ ଏକକ ଆସିବ। ସେଇଭଳି ତୁମେ ଯଦି ଦୁଇଟି ଘରକୁ ମିଶେଇବ, ତାହେଲେ ଇଏ 1 ଏକକ,
এইটা এক একক তো ଟୋଟାଲି ଏଇଠୁ କେତେ ଏକକ ଆସିଲା 2 ଏକକ ଏପଟୁ ମଧ୍ୟ କେତେ ଆସିବ 2 ଏକକ ହେଲେ 2 ଦୁଗୁଣ କେତେ 4 ବର୍ଗ ଏକକ ବୁଝିପାରୁଛ ପିଲାମାନେ କ'ଣ ଆସୁଛି ତ ଗୋଟେ ଗୋଟେ ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟକୁ ନେଇ ଆମେ ହିସାବ କଲେ ଦେଖ କ'ଣ କ'ଣ ସଂଖ୍ୟା ଗୁଡ଼ାକ ପାଉଛ 1 ଇଣ୍ଟୁ 1 କଲେ 1 2 ଇଣ୍ଟୁ 2 4 3 ଇଣ୍ଟୁ 3 9 4 ଇଣ୍ଟୁ 4 16 5 ଇଣ୍ଟୁ 5 25 ତାହେଲେ ଏମାନେ ଗୋଟେ ଗୋଟେ କ'ଣ ବର୍ଗ ସଂଖ୍ୟା କାହିଁକି ନା ଏମାନେ ଯେକୌଣସି ଦୁଇଟି ସଂଖ୍ୟାର ଗୁଣଫଳ ସହିତ ସମାନ ହେଉଛନ୍ତି ବା ଗୁଣଫଳ ସମାନ ସଂଖ୍ୟାକୁ ଗୁଣନ କରିବା ଦ୍ୱାରା ଆମେ ସଂଖ୍ୟା ଗୁଡ଼ାକ ପାଉଛେ ନା ନାଇଁ ତେଣୁ ଏମାନଙ୍କୁ ଆମେ ଗୋଟେ ଗୋଟେ ବର୍ଗ ସଂଖ୍ୟା କହିବା ତ ଦେଖ ଏଠି ଲେଖାଯାଇଛି ସେଇ ପ୍ୟାଟର୍ନଟାକୁ ଏ ପ୍ୟାଟର୍ନଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ 1 ଗୁଣନ 1 ବା 1ର ସ୍କୋୟାର अर्थ 1 आगा से भली 2 गुणन 2 ताको एमती 2 रो स्क्वायर बा 2 रो वर्ग लिखा जाए तो 4 से भली 3 इंटू 3 3 रो स्क्वायर 9 4 इंटू 4 4 रो स्क्वायर 16 5 इंटू 5 5 रो स्क्वायर 25 तो तुम चाहिले आउर भी लिखि परिबे देखो आमे आउ किछि धाडी लिखिबा देखो 5 इंटू 5 हैला तमे 6 इंटू 6 नबो आपको पेटेंटा को निजे कंप्लीट करिवो पिला माने 10 20 पर्यंत ताले कोन हबो 6 रो स्क्वायर 36 एमती लिखा जाए तापरे 7 गुणन 7 कोन हबो 7 रो स्क्वायर बा 7 रो वर्ग 49 से भले 8 इंटू 8 तापरे हम लिखिबा 8 रो स्क्वायर 64 बुझुछि पिला माने एही परि भाबरे तमे चाहिले जेते पारिबो से संख्या गुडाकर तमे वर्ग बाहर करि परिबो बुझुछ ना नै पिला माने सेही भले आमे आउर करि परिबा कोन 9 गुणन 9 ताके लिखिबो 9 रो वर्ग केते 81 10 गुणन 10 10 रो स्क्वायर केते पिला माने 100 एही परि भाबरे 11 * 11 = 11 रो स्क्वायर = 100 21 एहीपरि भावरे तुमे माने तुम खातारे निजे ए पैटर्नटा को लिखि पारिबो पिला माने बहुत सहज अटे तेनु एथुरु आमे कोन जानिले पिला माने ना कौनसी संख्या n पाए जदि आमको n संख्यक संख्या देथबो ना केबे से ना तमे 5 देला के 6 7 8 एमति देले तमे से संख्या को दुई थर गुणी दउछ किंतु तुमको जदि बेले बेले प्रश्न रे n संख्यक संख्या दबो ता पय तुम केमति लिखिबो ना n * n अर्थ n स्क्वायर लिखिबो एहा को n रो वर्ग बोली पढ़ा जाए केमति जदि n रो ऊपर एमति 2 लिखा जाए तला को पढ़िबो n रो वर्ग बुझुछि पिला माने जेमति 5 रो ऊपर रहिला को कोन पढ़ाबो 5 रो वर्ग सेही भली n ऊपर रहिले n रो वर्ग बुझुछि पिला माने हला तो तुम जेकोसी गोटे संख्यार वर्ग बाहर करि परिबो तो देख एठी गोटे संख्या देछि सी गोटे भग्न संख्या 3/5 किंबा 2.5 एई एकक बाहु विशिष्ट एक वर्ग पाई परिबा कि हां ए क्षेत्र रे भी तमे माने वर्ग पाई परिबो देख तुमको कहिला 3/5 देख पिला हम एठी करबा केमति हम गोटे भग्न संख्यार वर्ग पाइबे देखो अलसे क्लास को देख पिला माने 3/5 आर तुमको वर्ग कहले तमे पूरा होल संख्यार वर्ग नब बुझुछि पिला माने तापर देखो ए जो मु गोटे संख्यार ऊपरे बा होल संख्यार जो स्क्वायर करली आर अर्थ होउछि आमे सेही संख्या को दुई थर गुणिबा बुझुछि पिला माने जे कोनसी भी संख्यार ऊपर एमती 2 लिखा जाए ताल तुम माने करिवो कोन ताको दुई थर गुणी दबो तो देखो केमती गुणिबा 3/5 गुणन 3/5 ताको गुण पिला माने 3 3 केते होबो 9 बाई 5 5 केते 25 तो ए 9/25 होउछि 3/5 रो वर्ग बा 3/5 रो वर्ग होउछि कि 9/25 बुझुछि पिला माने तो तुमे अति सहज रे जे कोनोसी गोटे संख्यार वर्ग बाहर करबा को कहिले तमे सेही दुईटी संख्या को केवल गुणी दबो से संख्याटी को पुणी तर से संख्या सहित ही गुणी दबो अति सहज रे तुमे वर्ग पाइछो
ବୁଝୁଛି ପିଲାମାନେ? ଆଶା କରୁଛି କ୍ଲାସ୍ ଭଲ ଲାଗୁଥିବ। ଯଦି ଭଲ ଲାଗେ ତ ଲାଇକ୍ ଏବଂ ସବସ୍କ୍ରାଇବ କରିନେବ ପିଲାମାନେ। ତାପରେ ଦେଖ ଏଠି ବି ଦେଲା ଏଠି सी 2.5 ର ସ୍କ୍ୱାର ନେଇଛି ପିଲାମାନେ। ତା ଅର୍ଥ 2.5 × 2.5 କୁ ତମେ ଦୁଇଥର ଗୁଣିବ, ତମେ କେତେ ପାଇବ? 6.25 ବର୍ଗ ଏକକ। ତ ଇଏ ବି ଗୋଟେ ବର୍ଗ ହେଲା, ବର୍ଗ ସଂଖ୍ୟା ହେଲା କାହାର? 2.5 ର। ବୁଝୁଛି ପିଲାମାନେ? ତେଣୁ ତମେ ଦଶମିକ ସଂଖ୍ୟା ହେଉ ଭଗ୍ନ ସଂଖ୍ୟା ହେଉ ସହଜରେ ତାହାର ତୁମେ କଣ କରିପାରିବ? ବର୍ଗ ବାହାର କରିପାରିବ। କେମିତି? କିଛି ନୁହଁ, ସହଜ ଉପାୟ ସେଇ ସଂଖ୍ୟାକୁ ଦୁଇଥର ଗୁଣିବ। ବୁଝୁଛି ପିଲାମାନେ? ତାପରେ ଦେଖିବା ସ୍ୱାଭାବିକ ସଂଖ୍ୟା ଗୁଡ଼ିକର ବର୍ଗକୁ ହେଲେ ପୂର୍ଣ୍ଣ ବର୍ଗ ସଂଖ୍ୟା କୁହାଯାଏ। ତାହେଲେ 1, 4, 9, 16, 25 ହେଉଛନ୍ତି ପୂର୍ଣ୍ଣ ବର୍ଗ ସଂଖ୍ୟାର ଉଦାହରଣ। ଏମାନଙ୍କୁ ପିଲାମାନେ ଆମେ ପୂର୍ଣ୍ଣ ବର୍ଗ ସଂଖ୍ୟା କହିବା। କଣ କହିବା? ପୂର୍ଣ୍ଣ ବର୍ଗ ସଂଖ୍ୟା। ବୁଝିହେଉଛି ପିଲାମାନେ? ଯାହାକୁ ଇଂରାଜୀରେ ପରଫେକ୍ଟ ସ୍କ୍ୱେର ନମ୍ବର ବୋଲି କୁହାଯାଏ। ତ ଦେଖ ତା ସମ୍ବନ୍ଧୀୟ କିଛି ତଥ୍ୟ, ତା ସମ୍ବନ୍ଧୀୟ ଆମେ କିଛି ସଂରଚନା ଆଉ ଧର୍ମ ବିଷୟରେ ପଢିବା। ଏଠି 30ଟି ସ୍ୱାଭାବିକ ସଂଖ୍ୟାର ବର୍ଗ ନିର୍ଣ୍ଣୟ କରିବା ପାଇଁ ଦେଇଛି। ତ ପିଲାମାନେ ଏଗୁଡାକୁ ନିଜେ ଖାତାରେ ତମେ ନିଜେ ଚେଷ୍ଟା କରିବ। 6ର ସେମିତି 36, 7ର 49, 8ର 64, 9ର 81, 64 ହବ, 9ର 81, 10ର କେତେ ପିଲେ? 100। ବୁଝୁଛି ପିଲେ? ଏପରି ଭାବରେ 12ର ତମେ ମାନେ 11ର 12ର 13ର କିଛି ନାହିଁ, ଏଗୁଡାକୁ ନିଜେ ନିଜେ ଖାଲି ଗୁଣି ଗୁଣି ଲେଖିପାରିବ। 12ର 144। ବୁଝିପାରୁଛ ତ ପିଲାମାନେ? ଏ ପ୍ୟାଟର୍ନଟାକୁ ତମେ ନିଜେ ଘରେ ଚେଷ୍ଟା କରିବା। ମୁଁ କିଛି କରିଦଉଛି। ଏମିତି 12ର 144 ହବ, 13ର 169 ହବ, 14ର 196 ହବ। ବୁଝୁଛି ପିଲାମାନେ? ସେଭଳି 15ର 225 ହବ। ବୁଝୁଛି ପିଲାମାନେ? ଆଉ ଗୋଟିଏ ସହଜ ଉପାୟ ପିଲାମାନେ ଦେଖ, ମୁଁ ଗୋଟେ ଟ୍ରିକ୍ କହିବି ଯୋଉଥିରେ କି ତମମାନେ ଅତି ସହଜରେ ଯେଉଁ ସଂଖ୍ୟାର ଏକକ ଘରେ 5 ଥିବ ତମେ ତାହାର ବର୍ଗ ଅତି ସହଜରେ କାଢିପାରିବ। କେମିତି? ଦେଖ ଏଠି 15 କଥା କହିଲା। 15 ଦେଖ ପିଲେ, 15ର ଏକକ ଘରେ କି ଅଛି? 5 ଅଛି ନା? ଦେଖ ଆମେ 15ର ସ୍କ୍ୱାର କେମିତି ଟ୍ରିକ୍ ମାଧ୍ୟମରେ କାଢିବା। ଦେଖ ପ୍ରଥମେ କଣ କରିବ? ଏମିତି 15କୁ ଲେଖିବ ସ୍କ୍ୱାର କରିକି। ତ ପ୍ରଥମେ 5ର ସ୍କ୍ୱାରକୁ ଲେଖ। 5ର ସ୍କ୍ୱାର ପିଲାମାନେ କେତେ? ଆମକୁ ଏଟା ପାଟିରେ କରିବାକୁ ପଡିବ 25। ତ ଏବେ ଆସିଲା ତାର ଆଗରେ କୋଉ ସଂଖ୍ୟା ଅଛି? 1 ନା? ଏବେ କଣ କର? 1ର ପରବର୍ତ୍ତୀ ସଂଖ୍ୟା କିଏ? 2। ସେ 2କୁ ଏ 1 ସହିତ ଗୁଣ। ତ 2 1 କେତେ ହବ? 2। ତ ପଳେଇ ଆସିଲା। ତ 225 ହେଉଛି କଣ? 15ର ବର୍ଗ। ତ ଏଇପରି ଭାବରେ ତୁମେ ମାନେ କେତେ ବି ବଡ ସଂଖ୍ୟା ଦେଲେ ତମେ ତାହାର କଣ ବର୍ଗ ବାହାର କରିପାରିବ ଏଇ ଟ୍ରିକ୍ ଉପାୟ। ଦେଖ ଆମେ ଆଉ ଗୋଟେ ଉଦାହରଣ ମୁଁ ତମକୁ ଦଉଛି। ଧରିନିଅ ଆମେ 35ର ବାହାର କରିବା। ଦେଖ ପିଲାମାନେ 35ର ସ୍କ୍ୱାର ତମେ ଏଇଭଳି ଟ୍ରିକ୍ ଟାକୁ ଲଗେଇବ। ପ୍ରଥମେ 5ର ସ୍କ୍ୱାର ବାହାର କରିବ, କେତେ ହବ? 25। ତାପରେ ଆସିଲା 3। 3ର ପରବର୍ତ୍ତୀ ସଂଖ୍ୟା କିଏ ପିଲେ? 4। କିଛି କରିବାର ନାହିଁ, ଏ ଯୋଉ ପ୍ରଥମ ସଂଖ୍ୟା ଯାହା ଅଛି ତାର ପରବର୍ତ୍ତୀ ସଂଖ୍ୟା ସହିତ ତାକୁ ଖାଲି ଗୁଣିକି ଲେଖିବାର ଅଛି। ତା କେତେ ଅଛି? 3। 3ର ପରବର୍ତ୍ତୀ ସଂଖ୍ୟା କିଏ? 4। ତ 3 ଚଉକୁ କେତେ? 12। ତ 1225। ତ ଦେଖ ଅତି ସହଜରେ ତୁମମାନେ କାଢି ପାରିବ। ତ ଯେ କେତେ ବଡ ସଂଖ୍ୟା ଦେଉନା କାହିଁକି ତାର ତମେ ବର୍ଗ ବାହାର କରିପାରିବ। ଇଏ ହଉଛି ଗୋଟେ ଟ୍ରିକ୍। ବୁଝଉଛି? ନାଇଁ ମାନେ ଗୋଟେ ଉପାୟ, ଆଉ ଗୋଟେ ଉପାୟ ହଉଛି କଣ? ତମେ 35 × 35 ଏଇପରି ଭାବରେ ଗୁଣନ କରିକି ମଧ୍ୟ ତାହାର ବର୍ଗ ତୁମେ ବାହାର କରିପାରିବ। ବୁଝିହଉଛି ପିଲାମାନେ? ତ ଏଇ ଟେବୁଲଟାକୁ ପିଲାମାନେ ସେଇଭଳି ଭାବରେ ତୁମେ ପୂରଣ କରିପାରିବ। ବୁଝି ହଉଛି ପିଲାମାନେ? ତାପରେ ଯିବା ଦେଖ। ତ ଏଇ ସଂରଚନାକୁ ତୁମେ ପିଲାମାନେ କଣ ଲକ୍ଷ୍ୟ କରୁଛ? ଦେଖ ଏହି ସଂଖ୍ୟା ଗୁଡ଼ିକର ଏକକ ସ୍ଥାନରେ
କେଉଁ ସବୁ ସଂଖ୍ୟା ଅଛି ବୋଲି ଟିକେ ଲକ୍ଷ୍ୟ କର। ଏହି ସମସ୍ତ ସଂଖ୍ୟାର ଏକକ ସ୍ଥାନରେ ଥିବା ଅଙ୍କ ହେଉଛି 0, 1, 4, 5, 6 କିମ୍ବା 9। ହଁ ନା ନାଇଁ? ତମେ ଦେଖ ଏବେ ଯେତିକି ତୁମମାନେ ସଂଖ୍ୟା ଏଠି ପାଇବ ଏଥିରୁ ତମେ ମାନେ କଣ ଦେଖୁଛ ତାଙ୍କର ଏକକ ଘରେ କିଏ ରହୁଛି? 1, 4, 9, 6 ଏମାନେ ରହୁଛନ୍ତି ନା ନାଇଁ? ତେଣୁ ତେଣୁ 2, 3, 7, 8 ଏମାନେ ଏବେ ରହିବେ ନାହିଁ। ତେଣୁ ଏକକ ସ୍ଥାନର 0, 1, 4, 5, 6 କିମ୍ବା 9 ଥିଲେ ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ହୋଇଥାଏ କି? ତ ତା ଅର୍ଥ ଆମେ ଏଠୁ ଜାଣିପାରିଲେ ଯେଉଁ ସଂଖ୍ୟାର ଏକକ ଘରେ ଏତିକି ସଂଖ୍ୟା ଥିବ ଏ 0 ଠାରୁ 9 ଥାଏ ତାହେଲେ ସେଇ ସଂଖ୍ୟାକୁ ଆମେ ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା କହିବା। ଏତିକି ପିଲେ ମନେ ରଖ। ବୁଝୁଛି ପୂର୍ଣ୍ଣବର୍ଗ ସଂଖ୍ୟା କାହାକୁ କହିବା? ବୁଝୁଛି ପିଲାମାନେ? ବୁଝୁଛି କିନ୍ତୁ ବେଳେ ବେଳେ ପିଲେ କଣ ହେଇଥାଏ ଏମିତି କିଛି ସଂଖ୍ୟା ଅଛନ୍ତି ଯାହାର ଏକକ ଘରେ ଏଇ ଭିତରୁ କିଛି ସଂଖ୍ୟା ଥିବେ କିନ୍ତୁ ସେ ବର୍ଗ ସଂଖ୍ୟା ହେଇନଥିବ। ଧରିନିଅ ଉଦାହରଣ ଏଠି ଦେଖ ପିଲେ 16 ଆଉ 36 ଏମାନେ ଉଭୟ ବର୍ଗ ସଂଖ୍ୟା ଯାହାର ଏକକ ସ୍ଥାନରେ 6 ଅଛି କିନ୍ତୁ ଏକକ ସ୍ଥାନରେ 6 ଥାଇ 26 ଏକ ବର୍ଗ ସଂଖ୍ୟା କି? କୁହ ନା 26 କୋଉ ସଂଖ୍ୟାର ବର୍ଗ ହେଉଛି କି? ଆମେ କୌଣସି ଏମିତି ଦିଟା ସଂଖ୍ୟାକୁ ଗୁଣିଲେ 26 ଆସୁଛି କି? ନା। ତାହେଲେ 26 କଣ ବର୍ଗ ସଂଖ୍ୟା କି? ନା। ତ ଏଇଠୁ ଆମେ କହିପାରିବା ନାହିଁ ଯେ କେବଳ ଏକକ ସ୍ଥାନରେ ଏଇ ଅଙ୍କକୁ ଦେଖିକିରି ଆମେ କହିବାନି ଯେ ସେମାନେ ଗୋଟିଏ ଗୋଟିଏ ବର୍ଗ ସଂଖ୍ୟା। କିନ୍ତୁ କିନ୍ତୁ ଏକକ ସ୍ଥାନର ଅଙ୍କରୁ ଆମେ ତ ଜାଣିପାରିବା ନା ସଂଖ୍ୟାଟି ବର୍ଗ ସଂଖ୍ୟା ନା ନାହିଁ ବୋଲି। ତେଣୁ ଯେଉଁ ସଂଖ୍ୟା 2, 3, 7 କିମ୍ବା 8ରେ ଶେଷ ହୁଏ ତେବେ ଆମେ ନିଶ୍ଚିତ ଭାବେ କହିପାରିବା ଯେ ଏହା ଏକ ବର୍ଗ ସଂଖ୍ୟା ନୁହଁ। ତ ବୁଝିପାରୁଛ ପିଲାମାନେ? ଅତି ସହଜରେ ତୁମମାନେ କହିପାରିବ କେଉଁ ସଂଖ୍ୟା ବର୍ଗ ସଂଖ୍ୟା ନୁହଁ। ଦେଖିବ ତାର ଏକକ ଘରେ ଯଦି 2, 3, 7 କିମ୍ବା 8ରେ ଶେଷ ହଉଥିବ ଯେମିତି ମୁଁ କହିବି 32, 38, 87 ତ ଦେଖ ଏ ସଂଖ୍ୟା ଗୁଡାକର ଏକକ ଘରେ 7 ଅଛି, 8 ଅଛି, 2 ଅଛି ତାହେଲେ ଏମାନେ ବର୍ଗ ସଂଖ୍ୟା ହେବେ ନାହିଁ। ବୁଝୁଛି ପିଲାମାନେ? ତେଣୁ ତ ପିଲାମାନେ ଆଉ କିଛି ସଂଖ୍ୟା ଅଛି ଦେଖ ଏଠି କିଛି ସଂଖ୍ୟା ନିଆଯାଇଛି ପିଲାମାନେ ଦେଖ ଭଲସେ ଟିକେ ଲକ୍ଷ୍ୟ କର। 1ର ସ୍କୋୟାର 1, 9ର ସ୍କୋୟାର 81, 11ର ସ୍କୋୟାର 121। ବୁଝିପାରିଲ ପିଲେ? ଏଇପରି ଭାବରେ ଏ ଯୋଉ ସଂଖ୍ୟା ଗୁଡାକ ନିଆଯାଇଛି ଦେଖ ତାର ପ୍ରତ୍ୟେକ ସଂଖ୍ୟାର ଏକକ ଘରେ 1 1 ଆସୁଛି। କଣ ଆସୁଛି ପିଲାମାନେ? ବର୍ଗ ସଂଖ୍ୟାର ଏକକରେ କଣ ଆସୁଛି? 1 ଅଛି। ତେଣୁ ଏକକ ସ୍ଥାନରେ 1 ଥାଇ ପରବର୍ତ୍ତୀ 2ଟି ବର୍ଗ ସଂଖ୍ୟା ତମେ ଚାହିଁଲେ ଲେଖିପାରିବ। ତେଣୁ ଯଦି ଗୋଟିଏ ସଂଖ୍ୟାର ଏକକ ସ୍ଥାନରେ 1 କିମ୍ବା ନଥାଏ ତେବେ ତାହାର ବର୍ଗ ସଂଖ୍ୟାର ଏକକ ଘର ସବୁବେଳେ 1 ଆସିବ। ଏଇଟା ବି ତମକୁ ମନେ ରଖିବାକୁ ପଡିବ ପିଲେ। ଯଦି ଗୋଟିଏ ସଂଖ୍ୟାର ଏକକ ସ୍ଥାନରେ 1 ଥାଏ ନହେଲେ ତ ନଥାଏ ତାହେଲେ ଆର ଯେତେବେଳେ ତମେ ବର୍ଗ ବାହାର କରିବ ତାର ମଧ୍ୟ ଏକକ ଘର କଣ ଆସିବ? 1 ଆସିବ ଏବଂ ହଁ 9 ଥିଲେ ମଧ୍ୟ 1 ଆସିବ। ବୁଝୁଛି? ଏଟା ବହୁତ ଇମ୍ପୋର୍ଟାଣ୍ଟ ପିଲେ ପଏଣ୍ଟ ଗୁଡାକ। ତ ଦେଖ ଏଠି ଆଉ କିଛି ସଂଖ୍ୟା ଗୁଡାକ କହୁଛି ଯାହାର ଶେଷ 6 ଦ୍ଵାରା ହଉଥିବ ଯେମିତିକି 16 ଆର ଶେଷ ଅକ୍ଷର ବା ଏକକ ସ୍ଥାନରେ କୋଉ ସଂଖ୍ୟା ଅଛି? 6। 36ର ବି ଅଛି 6, 96ରେ 6, ଏଠି 256ରେ ବି 6। ତାହେଲେ ଏମାନେ କଣ ହେଲେ? ଦେଖ 4ର ବର୍ଗ ଆସିଲା କଣ? 16, 6ର 36, 4ର 14ରେ ଏଠି 196, 16ରେ କିଏ ଆସିଲା? 256। ବୁଝୁଛି ପିଲାମାନେ? ତ ଏଇପରି ଭାବରେ ତୁମମାନେ ଦେଖିଲ ଯେ ଏମାନେ କଣ ହଉଛନ୍ତି? ଶେଷ ଅକ୍ଷର ଏମିତି କିଛି ସଂଖ୍ୟା ଯାହାର ଶେଷ ଅକ୍ଷର ବା
एकक स्थान अंक कौन अच्छी 6 अछि। तो यहीपरि भाव में तुम निजे निम्नलिखित संख्या मान मध्य केउ गुड़िकर एकक स्थान 6 रहिब। तो एम सब वर्ग कही पाने आर वर्ग गुड़ाक तुम मैंने काढ़ है एम सब वर्ग बाहर कलापर ही तुम मैंने जापर जे एम एकक स्थान 6 रहा ना कौ संख्यार। तो एम यार तुम मैंने कौन काढ़ा पड़े पिले वर्ग तुमको बाहर करने को पड़े। बुझे पाने कि यहाँ तुम होमवर्क रोच पाने तुम चेष्टा कर निजे घरे यहाँ करने। बुझे पाने तो नेक्स्ट क्लास आम यार उत्तर एवं ट्रिक गुड़ाक बाहर करके आम नेक्स्ट क्लास आलोचना करवा केमिति सहज उपाय पिला माने आम यही संख्या गुड़ाकर वर्ग आम बाहर करवा ताहा आम नेक्स्ट क्लास शिखा। तेणु एगुड़ाक तुम मान होमवर्क दूची तुम मैंने फास्ट घरे करके आण तापर आम देख। तो बुझे पिला माने तो आज ये क्लास को देखि बहुत बहुत धन्यवाद पिला।